ଜାତୀୟ କଂଗ୍ରେସ ଦିଲ୍ଲୀରେ ଯେପରି ଭାବରେ ପୂର୍ବରୁ କଂଗ୍ରେସ ଏବେ ବି ମଧ୍ୟ କିଛି ନେତା ଗଣମାଧ୍ୟମ ଆଗରେ ତାଙ୍କର ମତ ବ୍ୟକ୍ତ କରନ୍ତି ଏବଂ ଯେଉଁ ମତ ଦ୍ୱାରା ଜାତୀୟ କଂଗ୍ରେସରେ ମଧ୍ୟ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼େ। ଆପଣ ମନେ ପକାନ୍ତୁ ପୂର୍ବରୁ ମଧ୍ୟ ସାମ୍ ପିଟ୍ରୋଡା ସେ ମଧ୍ୟ ଯେତେବେଳେ ତାଙ୍କର ଚୀନ ଉପରେ ଯେଉଁ ମତ ରଖିଥିଲେ ସେଥିରେ ମଧ୍ୟ କଂଗ୍ରେସ ଅଡ଼ୁଆରେ ପକାଇଥିଲା ଏବଂ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଲୋକମାନଙ୍କର ବେଶଭୂଷା ଏବଂ ରଙ୍ଗ ଉପରେ ଯେଉଁ ମତ ବି ରଖିଥିଲେ ସେଥିରେ ବି କଂଗ୍ରେସ ଅଡ଼ୁଆରେ ପଡ଼ିଥିଲା ଏବଂ ବାଧ୍ୟ ହୋଇ ଜୟରାମ ରମେଶ ସେ ତାଙ୍କର ପ୍ରତିକ୍ରିୟା ରଖିଲେ ଏକ୍ସରେ ତାଙ୍କର ଟ୍ୱିଟ୍ କଲେ ଯେ ତାଙ୍କର ଏଟା ହେଉଛି ବ୍ୟକ୍ତିଗତ ମତ, ଏହା ଦଳର ମତ ନୁହେଁ। ସେହିପରି ମନେ ପକାନ୍ତୁ ଶଶି ଥରୁର ଯେପରି ଭାବରେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଏବଂ ମୋଦିଙ୍କୁ ପ୍ରଶଂସା କଲେ ଏବଂ ଯାହାଦ୍ୱାରା କଂଗ୍ରେସ ମଧ୍ୟ ସମାଲୋଚନାର ଶିକାର ହେଲା। ତେଣୁ ସେତେବେଳେ ମଧ୍ୟ ଜୟରାମ ରମେଶ ବାଧ୍ୟ ହୋଇକି ଏକ୍ସରେ ସେ ତାଙ୍କର ମତ ରଖିଲେ ଏହା ତାଙ୍କର ମନ୍ତବ୍ୟ, ଦଳର ମତ ନୁହେଁ। ଏହାଦ୍ୱାରା ଯଦି ଜଣେ ବ୍ୟକ୍ତି ଦଳର ମତକୁ ନେଇ ତାର ମତ ନ ରଖେ ଗଣମାଧ୍ୟମରେ ତାହେଲେ ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହୁଏ। ଯେଉଁ ଲୋକ ଦଳର ମତକୁ ସମ୍ମାନ ଦେଉନି ସିଏ କିପରି ଦଳକୁ ଆଗକୁ ନେବ? ସେହି ରୋଗ ବର୍ତ୍ତମାନ ଆମ ରାଜ୍ୟ କଂଗ୍ରେସରେ ବର୍ତ୍ତମାନ ସେ ରୋଗ ଘାରିଛି। ତେଣୁ ବାଧ୍ୟ ହୋଇ ଯିଏ ନୂଆ ପିସି ସଭାପତି ହୋଇଛନ୍ତି ଭକ୍ତଚରଣ ଦାସ ସେ ଗୋଟେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଯେଉଁ ନେତାମାନେ ଗଣମାଧ୍ୟମରେ ଯାଇକି ତାଙ୍କର ମତ ଦେଉଛନ୍ତି, ଯେଉଁ ବିଷୟ ଉପରେ ମତ ଦେଉଛନ୍ତି ସେ ପିସିସି ସଭାପତି କିମ୍ବା ଗଣମାଧ୍ୟମ ମିଡ଼ିଆ ସେଲ୍ର ଯେଉଁ ଅଧ୍ୟକ୍ଷ ଅଛନ୍ତି ତାଙ୍କଠାରୁ ପରାମର୍ଶ ନିଅନ୍ତୁ ଏବଂ ଯେଉଁ ପ୍ରସଙ୍ଗରେ ଯାଇକି ସେମାନେ କଂଗ୍ରେସ ନେତୃତ୍ୱମାନେ ମତ ଦେବେ ସେହି ନେତୃତ୍ୱମାନଙ୍କର ମତ ବି ଆସିକି ପିସି ସଭାପତି ଏବଂ ମିଡ଼ିଆ ସେଲ୍ର ଯେଉଁ ଅଧ୍ୟକ୍ଷ ଅଛନ୍ତି ତାଙ୍କର ମତ ବି ତାଙ୍କୁ ଦିଅନ୍ତୁ ଏବଂ ପରସ୍ପର ସହିତ ମତ ବିନିମୟ କରିକି ଗଣମାଧ୍ୟମ ଆଗରେ ତାଙ୍କର ବିବୃତ୍ତି ରଖନ୍ତୁ ଯାହାଦ୍ୱାରା ଦଳ ଲାଭଦାୟକ ହେବ। ଏକଥା କାହିଁକି ଭକ୍ତ ଦାସ କହିଲେ? ଇଏ ମତ ଦେବା ନୂଆ କଥା ନୁହେଁ। ପୂର୍ବରୁ ଯେତେବେଳେ ଶରତ ପଟ୍ଟନାୟକ ମଧ୍ୟ କଂଗ୍ରେସରେ ଥିଲେ ପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଥାନ୍ତୁ ସେତେବେଳେ ବି ନେତାମାନେ କଂଗ୍ରେସର ନେତାମାନେ ତାଙ୍କର ମତ ରଖୁଥିଲେ। ସେ ଚିରଞ୍ଜୀବ ବିଶ୍ୱାଳ ଯେତେବେଳେ ଥିଲେ ଚିରଞ୍ଜୀବ ବିଶ୍ୱାଳ କଥା କୁହନ୍ତୁ, ମହମ୍ମଦ ମକିମ କଥା କୁହନ୍ତୁ, ଏବେ ସୁର ରାଉତରାୟ କଥା କୁହନ୍ତୁ ଏବଂ ଦେବାଶିଷ ପଟ୍ଟନାୟକ କଥା କୁହନ୍ତୁ। କିନ୍ତୁ ଏବେ ଏ କଥା କାହିଁକି ଭକ୍ତ ଦାସ କରିବାକୁ ଗଲେ ନା ଆପଣ ଜାଣିଥିବେ ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟ ଯେଉଁ ଛାତ୍ରୀ ଆତ୍ମହତ୍ୟା କଲା ସେ ପ୍ରସଙ୍ଗକୁ ନେଇ କଂଗ୍ରେସର ଯୁବ ଛାତ୍ରମାନେ ଆନ୍ଦୋଳନ ଚଳାଉଛନ୍ତି। ସେତେବେଳେ ଯିଏ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ସିଏ ଅଲଗା ମତ ଦେଉଛନ୍ତି। ସେ କିଟ୍ ମାନେ କିଟ୍ ସପକ୍ଷରେ ମତ ଦେଉଛନ୍ତି ଯାହାଦ୍ୱାରା ଯୁବ ଛାତ୍ରମାନଙ୍କର ଆନ୍ଦୋଳନ ଫିକା ପଡ଼ୁଛି। ଯାହା ଶୁଣାଯାଉଛି ଯୁବ ଛାତ୍ରମାନେ ପିସି ସଭାପତିକୁ ଏ ବିଷୟରେ ଅବଗତ କରାଇଥିଲେ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବି ତାଙ୍କୁ ଅନୁରୋଧ କରିଥିଲେ ଏବଂ ସୁରେଶ ରାଉତରାୟ ଯିଏ ପୂର୍ବରୁ ତାଙ୍କର ପାଠରୁ ଯାହା ପରେ ସେ ମତ ଦିଅନ୍ତି ସେ ଜାଣିପାରନ୍ତି ନାହିଁ କି ସେ ଗୋଟେ ଦଳର ଗୋଟେ ବରିଷ୍ଠ ନେତା, ସମସ୍ତେ ଶୁଣିକି ବେଳେବେଳେ ବି ଆଶ୍ଚର୍ଯ୍ୟ ହୁଅନ୍ତି। ସିଏ ବି ବର୍ତ୍ତମାନ ଯେଉଁ ମତ ଦେଉଛନ୍ତି ସୁରେଶ ରାଉତରାୟ ସେ କିଟ୍ ପ୍ରସଙ୍ଗ କଥା ହେଉ, ମୁଖ୍ୟମନ୍ତ୍ରୀଙ୍କ କଥା ହେଉ, ବିଜୁ ଜନତା ଦଳ ପ୍ରସଙ୍ଗରେ ହେଉ ତାଙ୍କ ଇଚ୍ଛା ସେ ଯେଉଁ ମତ ଦେଇପାରିବେ। ତେଣୁ ତାହା ଉପରେ ରୋକ ଲଗାଇବା ପାଇଁ ଭକ୍ତଚରଣ ଦାସ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ଆଲୋଚନା ହେଉଛି। କାରଣ ଦେବାଶିଷ ପଟ୍ଟନାୟକ କଥା କୁହନ୍ତୁ, ସୁରେଶ ରାଉତରାୟ କଥା କୁହନ୍ତୁ, ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯିଏ କଂଗ୍ରେସରେ ଅଛନ୍ତି ଯେତେବେଳେ ଗଣମାଧ୍ୟମକୁ ଯାଉଛନ୍ତି ସେତେବେଳେ ସେ ଭାବୁନାହାନ୍ତି ଯେ କଂଗ୍ରେସର ଭୂମିକା କ'ଣ, ଏ ପ୍ରସଙ୍ଗରେ କଂଗ୍ରେସ କି ପ୍ରକାର ତାର ଆଭିମୁଖ୍ୟ ରଖିବ ତାର ଆଲୋଚନା ପିସି ସଭାପତି କି ମିଡ଼ିଆ ସେଲ୍ର ଅଧ୍ୟକ୍ଷ ସହିତ କରୁନାହାନ୍ତି। ଯାହାଫଳରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କଂଗ୍ରେସରେ ଦୁଇଟା ମୁହଁ। କଂଗ୍ରେସ ଗୋଟିଏ କଥା କହୁଛି ଏବଂ ତାଙ୍କର ନେତାମାନେ ଗୋଟିଏ କଥା କହୁଛନ୍ତି। ଯାହା ବିଗତ ଦିନରେ ଘଟି ଯାଉଥିଲା ଏବେ ବି ଘଟୁଛି, ଯାହା କଂଗ୍ରେସକୁ ଆହୁରି ତଳିତଳାନ୍ତରେ ପକାଇବ। ତେଣୁ ଭକ୍ତଚରଣ ଦାସ ଏଭଳି ନିର୍ଦ୍ଦେଶନାମା ଜାରି କରିକି ସେ ଗୋଟେ ଚେତାବନୀ ଦେଇଛନ୍ତି ଯେ ଆଗକୁ ଯଦି ଏପରି ଭାବରେ ତୁମେ ତୁମର ବକ୍ତବ୍ୟ ଗଣମାଧ୍ୟମ ଆଗରେ ରଖିବ ତୁମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ବର୍ତ୍ତମାନ କଥା ପଡ଼ିଛି ଯେ କଂଗ୍ରେସ ବର୍ତ୍ତମାନ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ଭକ୍ତ ଦାସଙ୍କର ଏହି ନିର୍ଦ୍ଦେଶନାମା କ'ଣ ଫରକ ପକାଉଛି ଏବଂ ଦେବାଶିଷ ପଟ୍ଟନାୟକ କୁହନ୍ତୁ, ସୁରେଶ ରାଉତରାୟ କଥା କୁହନ୍ତୁ, ତାରା ବାହିନୀପତି କଥା କୁହନ୍ତୁ, ମହମ୍ମଦ ମକିମ କଥା ହଉ, ଏମାନେ କି ପ୍ରକାର ତାଙ୍କର ସବୁ ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖୁଛନ୍ତି ତାହା ବି ଦେଖିବାର କଥା। ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର। ଅଧିକ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁନି। ନିର୍ଭୟ ସୂଚନା ନିର୍ଭୟର ସହ ସବୁବେଳେ ଆପଣଙ୍କ ସାଥିରେ।